ପିଲାମାନେ ସମସ୍ତଙ୍କୁ ମୁଁ ଏ ଓଡ଼ିଆ କ୍ଲାସ୍କୁ ସ୍ୱାଗତ କରୁଛି। ତୁମେମାନେ ସମସ୍ତେ ଏବେ ଘରେ ରହିଛ। ୟା ପୂର୍ବ କ୍ଲାସ୍ ଯାହା ସବୁ ଆଲୋଚନା ହୋଇଥିଲା ତାକୁ ତୁମେମାନେ ସମସ୍ତେ ଆନନ୍ଦର ସହିତ ନିଶ୍ଚିତ ଭାବରେ ପଢ଼ିଥିବ ଏବଂ ଯାହା ସବୁ ଆଲୋଚନା ହେଉଛି ତାକୁ ତୁମେ ଅଭ୍ୟାସ କରୁଥିବ। ଆଜି ଆମେ ଓଡ଼ିଆ ଗଦ୍ୟ ସାହିତ୍ୟର ଜଣେ ପ୍ରଥିତଯଶା ଲେଖକ ଯାହାଙ୍କର ରଚନା, ଯାହାଙ୍କର ଗଦ୍ୟ ସୃଷ୍ଟି ଓଡ଼ିଆ ସାହିତ୍ୟକୁ ଏକ ବିଶ୍ୱସ୍ତରୀୟ ସାହିତ୍ୟରେ ରୂପାନ୍ତରିତ କରିଛି, ସେହିଭଳି ଜଣେ ମହାନ ଲେଖକ ହେଉଛନ୍ତି ଗୋପୀନାଥ ମହାନ୍ତି, ଯିଏକି ଜ୍ଞାନପୀଠ ବିଜେତା। ଭାରତବର୍ଷରେ ସାହିତ୍ୟରେ ଶ୍ରେଷ୍ଠ କୃତି ପାଇଁ ଜ୍ଞାନପୀଠ ପୁରସ୍କାର ଦିଆଯାଏ। ତେଣୁ ଜଣେ ଉତ୍କୃଷ୍ଟ ବା ଶ୍ରେଷ୍ଠ ସାହିତ୍ୟିକ ଭାବରେ ସେ ଓଡ଼ିଆ ସାହିତ୍ୟର ପ୍ରଥମେ ଜ୍ଞାନପୀଠ ପୁରସ୍କାର ଲାଭ କରିଥିଲେ। ଗୋପୀନାଥ ମହାନ୍ତି ଜଣେ ଓଡ଼ିଶା ପ୍ରଶାସନିକ ସେବା ସ୍ତରର ଅଧିକାରୀ ଥିଲେ। ବିଶେଷ କରି ସେ କୋରାପୁଟ ଅଞ୍ଚଳର ଯେଉଁ ଆଦିବାସୀ ବହୁଳ ଅଞ୍ଚଳ ସେଠାରେ ସେ କାର୍ଯ୍ୟ କରିଛନ୍ତି। ବଣ୍ଡା ଅଞ୍ଚଳରେ ତାଙ୍କର ଦୀର୍ଘଦିନ କାର୍ଯ୍ୟ କରିବାର ଅନୁଭବ ରହିଛି। ସେ ଅନୁଭବକୁ ଆଧାର କରି ସେ ଅନେକ ଓଡ଼ିଆ ସାହିତ୍ୟ ସୃଷ୍ଟି କରିଛନ୍ତି। ଆମେ ଯେଉଁ ଓଡ଼ିଆ ଗଦ୍ୟ ସାହିତ୍ୟରେ ଯେଉଁ ଉପନ୍ୟାସ ମାନ ଦେଖୁ ସେଗୁଡ଼ିକର ଯଦି ଆମେ ଆକଳନ କରିବା ତେବେ ଗୋପୀନାଥ ମହାନ୍ତି ସ୍ୱତନ୍ତ୍ର ହୋଇ ବାରି ହୋଇ ପଡ଼ିବେ। ଆଦିବାସୀ ଜନଜୀବନ ନେଇ ଆଦିବାସୀ ଜୀବନଧାରାକୁ ନେଇ ଆଦିବାସୀ ଜୀବନର ଚଳଣି ରୀତିନୀତି, ସେମାନଙ୍କର ଜୀବନର ସ୍ୱତନ୍ତ୍ରତା, ସେମାନଙ୍କର ସାମାଜିକ ଆର୍ଥିକ ଅବସ୍ଥା ଏସବୁକୁ ନେଇ ସେ ସୁନ୍ଦର ଭାବରେ ଉପନ୍ୟାସ ରଚନା କରିଛନ୍ତି। ପରଜା ହେଉଛି ତାଙ୍କର ଏଇ ଆଦିବାସୀ ଜୀବନଧାରା ଆଧାରିତ ଏକ ବିଶେଷ ଶ୍ରେଷ୍ଠ ଉପନ୍ୟାସ, ଯେଉଁଥିରୁ ଏଇ ଆମେ ଆଜି ଯାହା ପଢ଼ିବା ସରସୁପଦ ପ୍ରବନ୍ଧଟି ସେଥିରୁ ନିଆଯାଇଛି। ତାଙ୍କର ଅନ୍ୟାନ୍ୟ ଉପନ୍ୟାସ ଗୁଡ଼ିକ ହେଲା ହରିଜନ, ଅମୃତର ସନ୍ତାନ, ଦାନା ପାଣି, ମାଟି ମଟାଳ, ଦାଦି ବୁଢ଼ା, ଲୟ ବିଲୟ। ଏହା ସହିତ ସେ ଅନେକ କ୍ଷୁଦ୍ର ଗଳ୍ପ ମଧ୍ୟ ଲେଖିଛନ୍ତି, ଯେମିତି ଘାସ ଫୁଲ, ଉଡ଼ନ୍ତା ଖଇ। ନାଟକ ମଧ୍ୟ ଲେଖିଛନ୍ତି, ମୁକ୍ତି ପଥେ, ଆଲୋଚନା ଲେଖିଛନ୍ତି, କଳାଶକ୍ତି। ତାଙ୍କର ଜୀବନୀ ମଧ୍ୟ ଲେଖିଛନ୍ତି, ସେ ଉତ୍କଳମଣି। ଏବଂ ନିଜ ବିଷୟରେ ମଧ୍ୟ ସେ ଏକ ଆତ୍ମଜୀବନୀ ଲେଖିଛନ୍ତି, ଯାହା ବିଶେଷ ଆତ୍ମଜୀବନୀ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ମାଇଲ ଖୁଣ୍ଟ କହିଲେ ଠିକ୍ ହେବ। ତାହା ହେଉଛି ସ୍ରୋତସ୍ୱତୀ। ତେବେ ଏଇ ଯେଉଁ ଆମେ ପ୍ରବନ୍ଧଟି ପାଠ କରିବା, ଏ ପ୍ରବନ୍ଧଟି ଉପନ୍ୟାସର ଏକ ଅଂଶ। ତାଙ୍କର ଯେଉଁ ଆଦିବାସୀ ଜୀବନଧାରା ଆଧାରିତ ଉପନ୍ୟାସ ପରଜା, ସେଇ ପରଜା ଉପନ୍ୟାସର ଏହା ଅଂଶ। ଆମେ ବର୍ତ୍ତମାନ ସେଇ ମାନେ ସରସୁପଦ ଏକ ଗାଁର ନାଁ, ଆଦିବାସୀ ବଣ୍ଡା ଯେଉଁ କୋରାପୁଟରେ ଅଛନ୍ତି ବଣ୍ଡା ଶ୍ରେଣୀୟ ଲୋକ, ସେଇ ତାଙ୍କରି ବିଷୟରେ ଆଧାରିତ ସରସୁପଦର ଗ୍ରାମର ବର୍ଣ୍ଣନା ଏଥିରେ କରାଯାଇଛି। ଆମେ ପ୍ରବନ୍ଧଟିକୁ ପାଠ କରିବା। କୋରାପୁଟରୁ ଲକ୍ଷ୍ମୀପୁର ଯିବା ରାସ୍ତାରେ ଲକ୍ଷ୍ମୀପୁର ମୋଟେ 1.5 କୋଶ ଥାଇ ଯେଉଁ ଭୟଙ୍କର ଧର୍ମଦ୍ୱାର ଘାଟି ପଡ଼େ, ଏପାଖୁ 40 ସେପାଖୁ 50 ପାହାଡ଼ ଠେଲାଠେଲି ଧକ୍କା ଧକ୍କି ହୋଇ ମୁହାଁମୁହିଁ ଠିଆ ହୋଇଥାନ୍ତି। ସେହି ଧର୍ମଦ୍ୱାର ଘାଟିଠୁ ଉତ୍ତରକୁ କୋଶେ ଦୂରରେ ପଡ଼େ ଗୋଟିଏ ଛୋଟ ଗାଁ ସରସୁପଦର। ଗୋଟିଏ ପାହାଡ଼ର ଢାଲୁରେ ଠିକ୍ ଅଣ୍ଟା ପାଖେ ପାଖ ହୋଇ 3 ଜାତି ଲୋକଙ୍କର ବସତି। 3 ମେଞ୍ଚି କୁଡ଼ିଆ ଘର, ଡମ୍ବସାହି, ଗାଧବାସାହି ଓ ପର୍ଜାସାହି। ଧାଡ଼ି ଧାଡ଼ି ଘର। ଟଣିଅ ଝାଟିର ଜାଲିବାଡ଼ ଭିତରେ ସାବୁଜା ଜୋଣା କ୍ଷେତ, ଲଙ୍କା ମରିଚ କ୍ଷେତ, ଧୂଆଁପତ୍ର କ୍ଷେତ। ତା ବାହାରେ ମାଣ୍ଡିଆ, ଅଳସୀ, ଜଡ଼ା, କାନ୍ଦୁଲ ବା ଯାହାକୁ ଆମେ ବଡ଼ ହରଡ଼ ବୋଲି କହୁ, କାନ୍ଦୁଲ। ମୋଟେ 22 ଘରର ବାସ। ଏହି ଗାଁର ପରଜା ସାହିର ଶୁକ୍ରୁଜାନି ତାର ଟିକି ସଂସାରଟିକୁ ଘେନି ଖୁସିବାସିରେ ହିଁ ଚଳୁଥାଏ। ମାଣ୍ଡିଆ ପେଜ, ଯାହାକୁ ଆମେ ଯାଉ ବୋଲି କହୁ, ମନ୍ଦିକ ସଞ୍ଜ ସକାଳେ କେବେ ଉଣା ହୋଇନାହିଁ। ଅଣ୍ଟାର ଡୋରକୁ 4 ଆଙ୍ଗୁଳିଆ କୌପିନ ଖଣ୍ଡିଏ ଲେଖାଏଁ କେବେ ଅଭାବ ହୋଇନାହିଁ। ଭଲେ ମନ୍ଦେ ଚଳୁଛି। ଏ ହେଉଛି ସରସୁପଦର ପ୍ରବନ୍ଧର ପ୍ରଥମ ଭାଗ। ବର୍ତ୍ତମାନ ଆମେ ଦ୍ୱିତୀୟଟି ପଢ଼ିବା। ଦ୍ୱିତୀୟ ପୃଷ୍ଠାଟି ପଢ଼ିବା। 3 ବର୍ଷ ତଳେ
ତାର ଭାରିସା ସମ୍ବାରୀ ଭାଲୁଖୋ ଗାର୍ଡ ଝୋଲାକୁ ସକାଳୁ ସକାଳୁ ଶାଗ ତୋଳି ଯାଇଥିଲା, ଆଉ ଫେରି ନାହିଁ। କୋରାପୁଟିଆ ବୁଟାର ବୁଦା ଗହଳରୁ ମଣିଷଖିଆ ମହାବଳ ବାଘ ତାକୁ ଘୋଷାରି ନେଇ ଘେନିଗଲା। ତାପରେ ସଂସାରର ବୋଇଲେ ଶୁକ୍ରଜାନି ନିଜେ, ବଡ଼ ପୁଅ ମାଣ୍ଡିଆ ଜାନି, ସାନ ପୁଅ ଟିକରା ଜାନି, ଆଉ ଝିଅ ଯୋଡ଼ିକ ଜିଲି ଆଉ ବିଲି। ସଞ୍ଜ ବୁଡ଼େ, ନୁଆଣିଆ କୁଡ଼ିଆର ଅଣଓସାର ପିଣ୍ଡାରେ ଛୋଟିଆ ନିଆଁଟିଏ ଧିକ୍ ଧିକ୍ ହୋଇ ଜଳେ। ଜିଲି ନୋଇଲେ ବିଲି ଗୋଟିଏ ହାଣ୍ଡିରେ ମାଣ୍ଡିଆ ଚୁନା କି ଶାଗ କି ପେଶା ହୋଇଥିବା ଆମ୍ବ ଟାକୁଆର କୋଇଲି ଅଜାଡ଼ି ଦେଇ ଚୁଲିରେ ଥୋଇ ଦେଇ ଗୋଡ଼ ଲମ୍ବେଇ ବସିଥାନ୍ତି। ପାଳିକିଆ ଚିକ୍କଣ ଖୋସାରେ ଗୋଟାଏ ଗୋଟାଏ ନାଲି ଫୁଲ। ପାହାଡ଼ ଖୋଳି ଖୋଳି କାନ୍ଧରେ ଟାଙ୍ଗିଆ, ହାତରେ କୋଡ଼ି ଧରି ଦୁଇଟି ଯାକ ଭାଇ ମାଣ୍ଡିଆ ଆଉ ଟିକରା ହାଲିଆ ଘାଲିଆ ହୋଇ ପିଣ୍ଡା ଉପରେ ଆସି ବସି ପଡ଼ନ୍ତି। ଶୁକ୍ରଜାନି ଧୁଆପତ୍ର ଖଣ୍ଡେ ବଳି ବଳିକା ପିଙ୍କା ଖଣ୍ଡିଏ କରି ଟାଣେ, ଆଉ ମନ ଭିତରେ କିପରି ଗୋଟାଏ ଆଶ୍ରୟମୟ ତୃପ୍ତିରେ ସେ ପାଏ। ତାରି ଏ ଛୁଆ ଚାରୋଟି ଧାଙ୍ଗଡ଼ା ବା ଯୁବା ଧାଙ୍ଗିଡ଼ି ଯୁବତୀ, ତାରି ଏ ଘର ନୁଆଣିଆ କୁଡ଼ିଆଟି, ଚାରିପାଖରେ ପାହାଡ଼ ଜଙ୍ଗଲ, ଆଉ ମଥା ଉପରେ ଏତେ ବଡ଼ ଆକାଶ, ଏତେ ବଡ଼ ବିସ୍ତୃତି। ଏହା ଭିତରେ ବି ନିଜକୁ ସେ ଖୋଜିଲେ ପାଏ, ନିଜେ ରହିଛି ବୋଲି ସେ ବୁଝେ। ଖଣ୍ଡିଏ ବୋଲି ବଖରା, ଅନ୍ଧାର ବିଲିବିଲି, ଏଠି ପୁଳାଏ ଆମ୍ବ ଟାକୁଆ। ତେଲ ହେବା ପାଇଁ ସେ କ'ଣ କରେ, କଣରେ ଗଦା ହୋଇ ବାଇଗବା ମଞ୍ଜି, ପତରସିଂହ କୁମ୍ପିରେ ପଶି ନୋହିଲେ ତଳେ ଅଜଡ଼ା ହୋଇ 8-10 ମାଣ ମାଣ୍ଡିଆ, 3-4ଟି ହାଣ୍ଡି, ଏଠି ସେଠି ଅଲଗା ବଲରା ହୋଇ ଚାଳରୁ ଓହଳିଛି କୌପିନି, ଲୁଗା, 3-4 ପୁଞ୍ଜା ଲାଉତୁମ୍ବା, ଜହିଁରେ ମାଣ୍ଡିଆ ଯାଉ ପୁରାଇ ବିଲକୁ ବାଟକୁ ନିଆଯାଏ। ତାପରେ କାନ୍ଥରେ ବାଡ଼ରେ ପତରସିଂହା ତଲରା ବା ପିଠି ପକ୍ଷିଆ ତଲାରୀ ବା ମୁଣ୍ଡର ଛତା। ଏତିକି ଘେନି ତାର ଘରକରଣା ସବୁ ଅଳିଆ ଦଳିଆ, କିନ୍ତୁ ଏଇ ଅଳିଆ ଦଳିଆ ତାକୁ ଭଲ ଲାଗେ। ତା ଛାତ ତଳେ ନାକ କାନ ରୁନ୍ଧା ମଠୁଆ ମଠୁଆ ଧୂଆଁ ତାକୁ ଭଲ ଲାଗେ। ସବୁ ତାର ତେଣୁ। ସଞ୍ଜ ବୁଡ଼େ, ଢେଉ ଢେଉକା ପୂର୍ବଘାଟର ପାହାଡ଼ ଉପରେ ଛିରିକି ପଡ଼େ କେତେ ରଙ୍ଗ, ମଥାରେ ଅବିର, ପଖାରେ ହଳଦୀ ଗୁଣ୍ଡା, ତଳର ଗହୀର ଜଙ୍ଗଲରେ ସମୁଦ୍ରର ନେଳି କଳା। ଶୁକ୍ରଜାନି ବିଶ୍ୱାସ କରେ ସେ ଯେ ସବୁରି କର୍ତ୍ତା, ଗୋଟେ ଲେଖାଏଁ ଭୂତ ବା ଡୁମା। ମନର ତୃପ୍ତିରେ ବିଚାରି ବସେ, କେଉଁ ଯାଦୁକର ଡୁମା ଏସବୁ ଗଢ଼ିଛି। ଆକାଶ ଆଉ ଜଙ୍ଗଲ, ସଞ୍ଜ ଆଉ ରାତି। କେଉଁ ଡୁମା ଆଣିଦିଏ ସୌଭାଗ୍ୟ ଆଉ ଆନନ୍ଦ, କିଏ ଆଣିଦିଏ ଝଡ଼ି ତୋଫାନ, ଦୁଃଖ ଦୁର୍ଦ୍ଦଶା କିଏ। ଏପାଖ ପାହାଡ଼ର ମଥାନରୁ ତଳ ପର୍ଯ୍ୟନ୍ତ ଖାଲି ପାହାଚ ଚାଷ। ପାହାଡ଼ ତଳେ ଚାଲିଯାଇଛି ଗୋଟାଏ ଭୀମଙ୍କ ଲଙ୍ଗଳ ସିଅ ବା ଝୋଲା ପାହାଡ଼ି ନଈ। ଏଥିରେ କବ କବ କରି ଡେଇଁ ଡେଇଁକା ପାଣି ଚାଲେ। ତା ସେପାଖକୁ ଅରାଏ ଢିପତଳ ଭୂଇଁ, ସନ୍ତସନ୍ତିଆ, ସେଥିରେ ଧାନ ହୁଏ। ତା ତେଣିକି ଚାରିପାଖେ ଗୋଲେଇ ହୋଇ ଢାଙ୍କି ରହି ତଳୁ ଉଠିକା ସାନ ବଡ଼ କେତେ ପାହାଡ଼ ଖଞ୍ଜି ହୋଇ ଅଗ୍ନାଅଗ୍ନି ବନସ୍ଥ ବୁଢ଼ା ପର୍ଯ୍ୟନ୍ତ। ଶୁକ୍ରଜାନି ଦୃଶ୍ୟ ଦେଖେ ଏବଂ ଦେଖେ ସାମ୍ନାର ସେ ସାନ ପାହାଡ଼କୁ, ଯାହାର ମୁଣ୍ଡକୁ ସେ ଆଉ ଲୋବ କନ୍ଧ ମିଶି ଢୁ ଢୁ ବରଷାରେ କୁରାଢ଼ୀରେ ହାଣି ଚନ୍ଦା କଲେ। ବର୍ତ୍ତମାନ ତାର ଚାଷ। ଆମେ ବର୍ତ୍ତମାନ ଏଇ ଯେଉଁ ପ୍ରବନ୍ଧର ମୂଳକୁ ଯିବା, ଆରମ୍ଭରୁ ଆଲୋଚନା କରିବା ଏବଂ ପ୍ରବନ୍ଧକୁ ଭଲ ଭାବେ ବୁଝିବାକୁ ଚେଷ୍ଟା କରିବା। ଶର୍ଷୁପଦର ପ୍ରାବନ୍ଧିକ ହେଉଛନ୍ତି ଗୋପୀନାଥ ମହାନ୍ତି, ପ୍ରଖ୍ୟାତ ଉପନ୍ୟାସିକ ଗୋପୀନାଥ ମହାନ୍ତି। ଓଡ଼ିଆ ସାହିତ୍ୟର ଜଣେ ମୂର୍ଦ୍ଧନ୍ୟ ପ୍ରତିଭା, ଓଡ଼ିଆ ଗଦ୍ୟ ସାହିତ୍ୟର ଜଣେ, କଥା ସାହିତ୍ୟର ଜଣେ ମୂର୍ଦ୍ଧନ୍ୟ ପ୍ରତିଭା, ବରେଣ୍ୟ ସ୍ରଷ୍ଟା, ଯାହାଙ୍କର ଲେଖନୀ ମୁନରୁ ଆଦିବାସୀ ଜୀବନ ଚରିତ୍ର ଅତି ଜୀବନ୍ତ ଭାବରେ ରୂପାୟିତ ହୋଇଛି। ସେ ହେଉଛନ୍ତି ଗୋପୀନାଥ ମହାନ୍ତି। ଆମେ ବର୍ତ୍ତମାନ ତାଙ୍କର ପରଜା କାବ୍ୟର
ପରଜା ଉପନ୍ୟାସର ଅଂଶ କିଛି ପଢ଼ିବା। କୋରାପୁଟରୁ ଲକ୍ଷ୍ମୀପୁର ଯିବା ରାସ୍ତାରେ ଲକ୍ଷ୍ମୀପୁରରୁ ମୋଟେ 1.5 କୋଶ ଥାଇ ଯେଉଁ ଭୟଙ୍କର ଧର୍ମଦ୍ୱାର ଘାଟି ପଡ଼େ, ଏପାଖୁ 40 ସେପାଖୁ 50 ପାହାଡ଼ ଠେଲାଠେଲି ଧକ୍କାଧକ୍କି ହୋଇ ମୁହାଁମୁହିଁ ଠିଆ ହୋଇଥାନ୍ତି। ସେହି ଧର୍ମଦ୍ୱାର ଘାଟିଠୁ ଉତ୍ତରକୁ କୋଶେ ଦୂରରେ ପଡ଼େ ଗୋଟାଏ ଛୋଟ ଗାଁ ସରସୁପଦର। ଗୋଟିଏ ପାହାଡ଼ର ଢାଲୁରେ ଠିକ୍ ଅଣ୍ଟା ପାଖେ। ସରସୁପଦର ଗୋଟିଏ ଛୋଟିଆ ଗାଁଟେ, ଆଦିବାସୀ ଗାଁ। କୋରାପୁଟରୁ ଲକ୍ଷ୍ମୀପୁର ଯିବା ବାଟରେ ସେଟା ପଡ଼େ। ସେଠି ଧର୍ମଦ୍ୱାର ଘାଟି ବୋଲି ଗୋଟେ ଅଛି, ଘାଟିଟେ। ସେ ଘାଟି ପାଖରେ ସବୁ ପାହାଡ଼ ଗୁଡ଼ାକ ପରସ୍ପର ଛିଡ଼ା ହୋଇଛନ୍ତି, ଯେମିତି ଧକ୍କା ଖାଇକି ଛିଡ଼ା ହୋଇଛନ୍ତି ତା ପାଖ। ତୁମେମାନେ ଯେତେବେଳେ ସବୁ ଧାଡ଼ିରେ ଛିଡ଼ା ହୋଇଥା, ବେଳେବେଳେ ଧକ୍କା ଖାଅ ପରସ୍ପର କୌଣସି କାରଣରୁ। ସେଇଭଳି ଭାବରେ ସେ ଯେଉଁ ପ୍ରାବନ୍ଧିକ କହୁଛନ୍ତି ଯେମିତି ପାହାଡ଼ ଗୁଡ଼ାକ ପରସ୍ପର ଧକ୍କାଧକ୍କି ହୋଇକି ମୁହାଁମୁହିଁ ହୋଇକି ଠିଆ ହୋଇଛନ୍ତି। ସେଇଠି ଗୋଟେ ଛୋଟିଆ ଗାଁ ଅଛି, ତା ନାଁ ହେଉଛି ସରସୁପଦ। ପାଖପାଖ ହୋଇ 3 ଜାତି ଲୋକଙ୍କର ବସତି। 3 ମେଞ୍ଚି କୁଡ଼ିଆ ଘର, ଡମ୍ବ ସାହି, ଗାଧବା ସାହି ଆଉ ପର୍ଜା ସାହି। 3ଟା ସାହି ଏଠି ଅଛି। କୁଡ଼ିଆ ଘରେ ସେମାନେ ସବୁ ରହୁଛନ୍ତି, ପତ୍ର କୁଡ଼ିଆରେ ରହୁଛନ୍ତି। ଧାଡ଼ି ଧାଡ଼ି ଘର, ଟଣିଅ ଝାଟିରେ ଜାଲି ବାଡ଼ ଭିତରେ ସାବୁଜା ଜୋଣ ମାନେ ମକା, ଜୋଣା ବା ମକା ବୋଲି ଆମେ ଯାହାକୁ କହୁଛେ। ମକା କ୍ଷେତ ସବୁ ଅଛି, ଲଙ୍କା ମରିଚ କ୍ଷେତ୍ର ବି ଅଛି, ଧୂଆଁପତ୍ର କ୍ଷେତ ବି ସେଠି ଅଛି। ତା ବାହାରେ ମାଣ୍ଡିଆ, ଅଳସୀ, ଜଡ଼ା, କାନ୍ଦୁଲ କହିଲେ ବଡ଼ ହରଠାରୁ ବଡ଼ ସେଗୁଡ଼ା ସବୁ କ୍ଷେତ ସେଠି ରହିଛି। ଅର୍ଥାତ୍ ଆଦିବାସୀ ଲୋକମାନେ ସେଠି ଘର କରି ରହିଛନ୍ତି। 3ଟା ସାହିର ଲୋକ ସେଠି ସେମାନେ ଏଇସବୁ ଚାଷ କରନ୍ତି। ଧୂଆଁପତ୍ର ଚାଷ କରନ୍ତି, ଲଙ୍କା ମରିଚ ଚାଷ କରନ୍ତି, ଜଡ଼ା କାନ୍ଦୁଲ ମଧ୍ୟ ଚାଷ କରନ୍ତି। ମୋଟେ 22 ଘରର ବାସ। 22 ମାନେ 22ଟି ଘର ସେଠି ଯେଉଁମାନେ ରହୁଛନ୍ତି। ଏଇ ଗାଁର ପରଜା ସାହିର ଶୁକ୍ରୁଜାନି ତାର ଟିକେ ସଂସାରକୁ ଘେନି ଖୁସିବାସରେ ହିଁ ଚଳୁଥିଲା। ଶୁକ୍ରୁଜାନି ଏଇଠି ରହେ, ଏଇ ଯେଉଁ ସୁରସୁପଦର ଗାଁରେ ହିଁ ସେ ରହେ। ଆଉ ତାର ମାଣ୍ଡିଆ ପେଜ ବା ଜାଉ ମନ୍ଦିକ ସଞ୍ଜ ସକାଳେ କେବେ ଉଣା ହୁଏ ନାହିଁ, ଅର୍ଥାତ୍ ତାକୁ ଖାଦ୍ୟ କେବେ ଅଭାବ ପଡ଼େ ନାହିଁ। ସେ ଖାଦ୍ୟ ସଂଗ୍ରହ କରିପାରେ। ସେ ଯେଉଁ ଜାଉ ଖାଏ, ମାଣ୍ଡିଆ ଜାଉ, ସେତକ ତାକୁ ମିଳିଯାଏ। ମଣିଷର 3ଟି ମୁଖ୍ୟ ଆବଶ୍ୟକତା ରହିଛି, ଖାଦ୍ୟ, ବସ୍ତ୍ର, ବାସଗୃହ। ଏକରେ ତ ତାର ବାସଗୃହ ରହିଛି, ଖାଦ୍ୟ ମଧ୍ୟ ତାକୁ ମିଳିଯାଏ। ତା ସହିତ ତାକୁ ବାସଗୃହ ମଧ୍ୟ ଅଛି, ତାର ମାନେ ପିନ୍ଧିବାକୁ କନା ମଧ୍ୟ ମିଳେ, ଯେଉଁଟା ମାଣ୍ଡିଆ ପିଆଜ ତାକୁ ଖାଦ୍ୟ ମିଳିଯାଏ। ତା ସହିତ ଅଣ୍ଟାର ଡୋରକୁ 4 ଆଙ୍ଗୁଳିଆ କୌପିନି ଖଣ୍ଡିଏ ଲେଖାଏଁ କେବେ ଅଭାବ ହୋଇନାହିଁ। ତାକୁ କୌପିନି ମଧ୍ୟ ତାକୁ ମିଳିଯାଏ। ଆମେ ବର୍ତ୍ତମାନ ପଢ଼ୁଥିଲେ ଯେ ଏଇ ଯେଉଁ ସରସୁପଦର କଥା। ସରସୁପଦରରେ ସେଠି ଯେଉଁ ବାସ କରୁଛି କିଏ? ଶୁକ୍ରୁଜାନି ସେ ତାର ଗୋଟେ ଛୋଟିଆ ଘର, ସେଠି ସେ ତାର ଛୋଟ ସଂସାର ନେଇକି ରହୁଛି ଏବଂ ତାକୁ ତାର କୌପିନି ପିନ୍ଧେ, ସେ ଯେଉଁ କୌପିନି ପିନ୍ଧେ ତାକୁ ମିଳିଯାଏ। 4 ଆଙ୍ଗୁଳିଆ କୌପିନି ଖଣ୍ଡିକ ତାକୁ ମିଳେ, ଅର୍ଥାତ୍ ସେଥିରେ କପଡ଼ାର ତାର ଅଭାବ ନାହିଁ, ତାର ଖାଦ୍ୟରେ ମଧ୍ୟ ଅଭାବ ନାହିଁ। ଘର ଖଣ୍ଡିକ କରିକି ସେ ରହିଛି, ଭଲ ମନ୍ଦେ ସେ ଚଳୁଛି, ଅଭାବ ହୋଇ ନାହିଁ, ସବୁ ଭଲ ମନ୍ଦେ ସେ ଚଳୁଛି। 3 ବର୍ଷ ତାର ଭାରିଜା ସମ୍ବାରୀ, 3 ବର୍ଷ ତଳରେ କ'ଣ ହେଇଛି, ତା ଭାରିଜା ଯିଏ ତାର ସ୍ତ୍ରୀ ସମ୍ବାରୀ, ତା ନାଁ ସମ୍ବାରୀ, ସେ ଭାଲୁଗାଡ଼ ଝୋଲା କହିଲେ ପାହାଡ଼ର ଗୋଟେ ଅଂଶ, ଖାଲିଆ ଅଂଶ, ଯେଉଁଠି ବିଭିନ୍ନ ପ୍ରକାର ମାନେ ଚାଷ ମଧ୍ୟ କରାଯାଏ। ସେଇ ଝୋଲାକୁ, ଝରଣା ସେଇ ଅଞ୍ଚଳରେ ଥାଏ, ଖାଲିଆ ଅଂଶ, ତାକୁ ଝୋଲା କୁହାଯାଏ। ସେଇ ଝୋଲାକୁ ସେ ସକାଳୁ ଶାଗ ତୋଳି ଯାଇଥିଲା, ଆଉ ଫେରି ନାହିଁ। କୋରାପୁଟିଆ ବୁଦା ଗହଳରୁ ମଣିଷଖିଆ ମହାବଳ ବାଘ ତାକୁ ଘୋଷାରି ନେଇଗଲା। ତାର ଅର୍ଥାତ୍ 3 ବର୍ଷ ତଳେ ଯେଉଁ ତାର ସ୍ତ୍ରୀ ସମ୍ବାରୀକୁ ବାଘ ନେଇଗଲା, ବାଘ ତାକୁ ଖାଇଦେଲା ଏବଂ ସେଇ ଦିନରୁ ସେ ଏକୁଟିଆ ହୋଇଯାଇଛି। ତାପରେ ସଂସାରରେ ବୋଇଲେ ଶୁକ୍ରୁଜାନି ନିଜେ, ତା ବଡ଼ ପୁଅ ମାଣ୍ଡିଆଜାନି, ଶୁକ୍ରୁଜାନି ସେ ନିଜେ, ତା ବଡ଼ ପୁଅ ନାଁ ହେଉଛି ମାଣ୍ଡିଆଜାନି, ସାନ ପୁଅ ନାଁ ଟିକ୍ରାଜାନି ଏବଂ ତା ଝିଅ, 2ଟା ଝିଅ ତାର, ଗୋଟେ ହେଉଛି ଜିଲି ଆଉ ବିଲି। ସେମାନେ କେମିତି ଚଳନ୍ତି ଆମେ ସେ ବାବଦରେ ପରବର୍ତ୍ତୀ ପର୍ଯ୍ୟାୟରେ ଆଲୋଚନା କରିବା। ଆଜି ଆମେ ଏତିକି ପଢ଼ିଥିବା ଯେ ପରବର୍ତ୍ତୀ ଶ୍ରେଣୀରେ ଆମେ ଏଇ ଯେଉଁ ସରସୁପଦର ଗାଁର ଯେଉଁ ରହିଛନ୍ତି ଶୁକ୍ରୁଜାନିର ସଂସାର, ତା ଜୀବନରେ କେମିତି ଝଡ଼ ଆସିଛି, ଝଞ୍ଜା ଆସିଛି ଏବଂ ସାଧାରଣ ସରଳ ଜୀବନ ବିତାଉଥିବା ଲୋକଟିଏ ଶୁକ୍ରୁଜାନି କିଭଳି ଅନ୍ୟମାନଙ୍କ ଦ୍ୱାରା ଶୋଷିତ ହୋଇଛି, ବିଶେଷ କରି ତାର ଯେଉଁ ଝିଅ ଜିଲି ଆଉ ବିଲି, ସେମାନଙ୍କୁ କିପରି ଶୋଷଣ କରାଯାଇଛି, ଅନ୍ୟମାନେ କିଭଳି ତା ପ୍ରତି କୁଦୃଷ୍ଟି ପକାଇଛନ୍ତି ଏବଂ ଯେଉଁମାନେ ଯେଉଁ ଦାରୋଗା ଶ୍ରେଣୀ ଅର୍ଥାତ୍ ପୋଲିସ ଶ୍ରେଣୀର ଲୋକମାନେ କିଭଳି ବିଭିନ୍ନ ପ୍ରକାର ଶୋଷଣ କରୁଥିଲେ, ସେସବୁ କଥା ଆମେ ପରବର୍ତ୍ତୀ ପର୍ଯ୍ୟାୟରେ ଆଲୋଚନା କରିବା। ଆଜି ଆମେ ଏତିକି ପଢ଼ିଥିବା। ଧନ୍ୟବାଦ। ତୁମମାନେ ବଡ଼ ସୁନ୍ଦର ବିଷୟଟିକୁ ନିଶ୍ଚୟ ଭଲ ଭାବେ ପଢ଼ିବ, ଅନୁଭବ କରିବ। ଏଇଟା ଆଦିବାସୀ ଜୀବନ ଚରିତ୍ର ଉପରେ ଲିଖିତ ଏକ ସୁନ୍ଦର ପ୍ରବନ୍ଧ। ଏହାକୁ ପାଠ କରି ତୁମେ ବେଶ ଆନନ୍ଦ ପାଇବ। ଆଜି ଆମେ ଏତିକି ରହୁଛି, ପରବର୍ତ୍ତୀ ପର୍ଯ୍ୟାୟରେ ଆଲୋଚନା କରିବା। ଧନ୍ୟବାଦ।